सकाळू सकाळू आमर चा को मुड़की की चा किंतु चा रे चीनी पकाय मन नथला मु पछरे पकेली हे मो फोन अच्छी रे अच्छी अच्छी मो फोन अच्छी हमरा आज कुणिया सब पळै रे रहिले आ बे बाबा मोबाइल सजड़ा ने लो है चार्जर ने लो और भाई मैंने पळैबे आपन को केन लागु छी खुशी लागु घरटा खाली हो जल्दी ओहो बाबा तुम चार्जर सब ने छ मोबाइल में आ किछ छाड़े न पेंड सारे सब ब्लूटूथ कान रे पड़ी छी तमें जाओ ना जानी ना भाई ये पुअर बा ये पुअ चप्पल काई कौन से देसी कौन से गोटे जगह को जीवे ना कौन दी जन जाक गोटे जगह को जीवे केते खुशी बासी रे आइतले रॉकी रॉकी तो दादा पळौछ बा तो दादा पळैबे रॉकी का दे केन लागु छी रॉकी ऐसे दादा पळैले से दादा बाय कर दे आगु का सी बाय कर दे मको जीवा दादा बाकू जीवा दादा को जगह नहीं के जान कति जण बे आसी ऑटो ऑटो पे बसी बिल कहू पडु जीवु रोड बाकू ओहो रोड पाखु जीव ताले रोड पाखु जीव ताले तमे जीव दादा को छाड़िया को जीव दादा ओ दादा ओ दादा दादा को रखिलुनी आज जीवे बे बाहर छु चलो माछ असरे भले आरे होली खेलो हैं ए बाप बागर बा माछ मासर बागर बा कहनु माई पर नहीं फोन है गोपालिया आई पे सब ना गोपालिया वो काखा ऐसे कहो जे काखिया को बे बोपाल पूरा देखना दादा पुतुरा प्रेम मो बोपा हटी आउ रक्त टाणुची ना सी जमी का भाई प्रेम से गोटे चली रॉकी केमिति आसिक खाइबु ना ठंडा भल पिला गरा नुह कड़े कोड़ को मुँह देखनी लो माँ का कहरा एपटे नलिता आमर चुटी कुंड हो नलिता माने नलिता 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 ललिता ललिता लवंगलता देखना कहार चुटी आज जाए बुढ़ी हेले कहार एमती थी भला नलिता जमी अच्छी देख छेपा पकईलु तो देख न छिंडियो मत कहरा तत्ते कौन मुझे कहली दही पानी आनिया को तत्ते बा कहली दही देले मु देबी बोली की बों को हाँ दे दही पानी दियो दादा आमर पुत्र है दही लो है कौन पोड़ीगला अरे दही पानी दियो चीनी पानी दही चीनी पकेले तादे टे लुण पकेइछो हे तादे टे लुण पकेइछो
ବୋପାଟା ସେ 2 ଜଣ ସିଏ ନା ସେ ଆଉ ଆସିବେନି। ଦି ସଡ଼ୁ ସେଠି ବସିଛନ୍ତି ଯାଇକିରି। ଭାଇ ତତେ ଡାକୁଛି ଟି ଗୁଗୁଲ, ଗୁଗୁଲ ତତେ ରଖି ଡାକୁଛି ଟି। ଇଏ ଗଲେ ଆମର ଜଟ ହଲି ହେଲେ କୁଆଡେ କୁଆଡେ କୁଆଡେ। ଦହି ପାଣି ପିଇବ? ନା ଦହି ପାଣି କଣ? ଆଉ କଣ ପିଇବ? ଦହି ପାଣି ପାଣି ପିଇଛୁ। ପାଣି ପିଇଛ? ବୋଉ ମୁଁ ସକାଳୁ ପାଣି ପିଇନି। ହଉ ନ ପିଅ, ଆମେ ଯାଉଛୁ ପିଇବୁ। ଆମ ବୋଉ କଣ କରୁଛନ୍ତି? ଆମେ ବାହାରିଲୁ ସାନ ବୋଉ ଘରକୁ ଏବେ। ସମସ୍ତେ ସନ୍ୟାଗଣ ସବୁ ବାହାରି ପଇଲେ। ଆଉ କିଏ ସବୁ ଆଣିଲଟି ନା ଛାଡ଼ିଲ? ସଇଲା ଇତି ତୋର? ଆଉ ତୋ ସ୍ୱାମୀ କାହିଁକି ଆଣିଥିଲ ଛାଡ଼ିବାକୁ? ଜଗା ପୁଷି କଣ ବୁଝିବ ବା? ପୁଷିବା ପଠେଇଲା ମୋ ପାଖକୁ, ମୁଁ ବୁଝିଲି। ପୁଷି କଣ ବୁଝିବ? ହଁ ସେ ଶାଢ଼ୀଟା ହେଲାନି? ମନା କଲା। ମୋର କଣ କେତେ କହିଲୁ, ମୁଁ ମୋର ଛାଡ଼ିବିନି। ଆଉ କଣ ସିଏ ଯାଉଛନ୍ତି ଆମକୁ ଅଟୋରେ ବସେଇବାକୁ। ଓହୋ, ଯା ତୋ ସମୟ ଆଇଲା ଛାଡ଼ିବାକୁ। ଦଉନ ମୋ ହାତ ବୁଲେଇବା କଥା ନାହିଁ। ପଛରେ କେମିତି ଲାଗୁଛି? ପଛରେ କେମିତି ଆଲୋ ମୋ ହାତଟା କେମିତି ଛାଡ଼ିବି ମୋ ପଣସଟା ଛାଡ଼େ। এই যাନି ଗୁଗୁଲ ଏଇଠି ଏପଟ ଠିଆ ଏଇଠି ବସୁନୁ। ମୁଁ ଏଠି ଆସି ମାର୍କେଟରେ ବସିଛି। ସେମାନେ ସବୁ ଯାଇଛନ୍ତି ଡ୍ରେସ୍ କିଣିବା ପାଇଁ। ଏ ପିଲା ଗଲେ ଟିକେ ହଇରାଣ କରିବେ ବୋଲିକିରି ତାକୁ ଧରିକିରି ମୁଁ ଏଇଠି ଅଛି ରୋଡ଼ ଉପରେ। ଅଟୋରେ ଆମେ ବସିଛୁ। ସେମାନେ ଆସିବେ, ଆମେ ଯିବୁ ସାନ ବୋଉଙ୍କ ଘରକୁ, ଝିଅକୁ କୁନି ଝିଅକୁ ଦେଖିବାକୁ। ନା ରେ କୁନି ଝିଅକୁ ଦେଖିବାକୁ ଯିବୁଟି? ଇଏ ଦେଖ କେମିତି ଶୋଇ ପଡ଼ିଛି ଅଟୋ ଭିତରେ। ଯା ସେପଟେ ବସ, ଏପଟେ ବସୁନୁ। ଥଣ୍ଡା ହେଇଯାଇଛି ଜୋରରେ, ଆମ ସମସ୍ତଙ୍କୁ ଥଣ୍ଡା ଧରିଯାଇଛି। ମୋ ପୁଅ ନାକରେ ସିଙ୍ଗାଣି ବହୁଛି, ମୋର ନାକ ଫିଟୁନି, ତା ନାକରୁ ସିଙ୍ଗାଣି ବହୁଛି। ଆଉ କାହିଁ କଣ ତ ମାମା ଦେଖି ତ ନାକ ଏଇନେ ଦେଖେଇବି ସମସ୍ତଙ୍କୁ। ନାକ ଭିତରେ ଓଇଲା ଛିଲା କେତେ ହେଲେ ଲାଗିଛି। ଗୁଗୁଲ ମୁଣ୍ଡ ଗଳା ନା ବାହାର ଫେଙ୍କୁଙ୍ଗା। କୁଆଡ଼େ ଗଲେ ଏପର୍ଯ୍ୟନ୍ତ ଆସିଲେନି? ଆସିଲେ ଇଏ ଯୋଉ ବାପୁ ନା ଆସିଲେ?
ସ୍କୁଲକୁ? ଆମେ ଏବେ ସାନ ବୋଉଙ୍କ ଘରେ ପହଞ୍ଚି ଗଲୁ। ଆଉ ମୁଁ ତ ଯେଉଁଦିନ ଯେବେ ବି ଆମେ ଗଲୁ ଭିଡ଼ିଓ କରିପାରିନଥିଲି, ଏଇଟା ପରର ଭିଡ଼ିଓ, ସକାଳର ଭିଡ଼ିଓ। ଆଉ ଏଇଟା ହେଉଛି ମୋ ସାନ ବୋଉଙ୍କ ଘର, ସବୁ ଆମ୍ବ ଗଛ ଏସବୁ ଲାଗିଛି, ଗଛ ବୁଛ ଲାଗିଛି, ବହୁତ ବଢ଼ିଆ ଦେଖାଯାଉଛି। ସାନ ବୋଉ ଝିଅକୁ ଧରିକିରି ଛିଡ଼ା ହେଇଛନ୍ତି, ତ ଟିକେ ଖେଳା ଖେଳି ଚାଲିଛି ଆଇ ନାତୁଣୀଙ୍କର। କେତେ ସୁନା ପିଲାଟା, କାନ୍ଦ ନାହିଁ କିଛି ନାହିଁ, ସକାଳୁ ସକାଳୁ ଆସି ବାହାରେ ବୁଲୁଛି, ଅନେଇଛି କେମିତି ଦେଖୁନ। ଆଉ ଏପଟେ ହେଲା ବାଡ଼ି ପଟ, ଗଛ ଲାଗିଛି ସବୁ, ଏପଟେ କଦଳୀ ଗଛ, ଆଉ ଏପଟେ ସାରା ସବୁ କେତେ କେତେ କୁନ୍ଦୁରି ଗଛ, ଏଗୁଡ଼ା ସବୁ କ'ଣ ଲାଗିଛି, କେତେ ବହୁତ ସାରା ଗଛ ଲାଗିଛି ଏପଟେ। ଆଉ ଏବେ ମୁଁ ଯାଉଛି ଜାଗା ଆଡ଼କୁ, କାରଣ ଏପଟେ ଦୁଇଟା ଜାଗା ଅଛି, ସାନ ବୋଉ ଘର ଏପଟେ ଲାଷ୍ଟକୁ ଦୁଇଟା ଜାଗା ଅଛି, ତ ଗଛ ବୁଛ ବି ସେପଟେ କେତେ ଗୁଡ଼ା ଲାଗିଛି। ସେ ଘର ଲାଷ୍ଟକୁ ଅଛି, ଏପଟେ ରୋଡ଼ ଏପଟେ ଗୋଟେ ଜାଗା ଅଛି, ରୋଡ଼ ସେପଟ ସାଇଡ଼ରେ ଗୋଟେ ଜାଗା ଅଛି, ଦୁଇଟା ଜାଗା ଏପଟ ସେପଟ ହେଇକି ବଡ଼ ବଡ଼ ଜାଗା ଅଛି। ଆଉ ଏମିତିକା ଟିଣରେ ଏପଟ ସାଇଡ଼ରେ ଗୋଟେ ଘର ବନିଯାଇଛି, ଆଉ ତା ସେପଟକୁ ଅଛି ବିରି ଗଛ, ସେପଟକୁ ଆଉ କ'ଣ କାକୁଡ଼ି ଗଛ ଏମିତି ସବୁ ଅଛି। ଆଉ ଏପଟ ସାଇଡ଼ରେ ଅଛି ଶିମ୍ବ ଗଛ, ଏସବୁ ଲଟା ଧରିଛି ଶିମ୍ବ ଗଛ। ଆଉ ଆମେ ଶିମ୍ବ ବହୁତ ତୋଳିକିରି ଆଣିଥିଲୁ ତରକାରୀ କରିବା ପାଇଁ। ଆଉ ମଞ୍ଜୁଆତି ପତ୍ର, ବାଡ଼ରେ ହେଇଥିଲା ମଞ୍ଜୁଆତି ପତ୍ର, ତାକୁ ବି ଆଣିଥିଲୁ। ଆଉ ମୁଁ ଭିଡ଼ିଓ ତ କରିପାରିନଥିଲି ସେ ସମୟରେ, ଆଉ ଏବେ ଭିଡ଼ିଓ କରି ଦେଖେଇ ଦେଉଛି। ଆଉ ଏଠି ଆମ ଝିଅ ଶୋଇଛି, ଖେଳୁଛି ସିଏ, ସକାଳୁ ସକାଳୁ ତ କାମରେ ସମୟ ସାନ ବୋଉ ବ୍ୟସ୍ତ ଅଛନ୍ତି। ଆମେ ଏବେ ବାହାରି ପଡ଼ିବୁ ଘରକୁ, ସେଥିପାଇଁ ବାହାରେ ଅଛୁ, ଖେଳୁଛୁ ମାଉସୀ ଝିଆରୀ। ଆଉ ଏପଟେ ସମସ୍ତେ ବସିଛନ୍ତି, ମୋ ଭାଇ ପୁଅର ଗୋଡ଼ଟା ପ୍ଲାଷ୍ଟର ହେଇଛି, ତ ସିଏ ଗୋଟେ ଜାଗାରେ ବସିଛି। ଆଉ ଇଏ ହେଲେ ସାନ ବୋଉଙ୍କ ବୋଉ। ଆମେ ବି ଯିବୁ ବୋଲି ବାହାରିଛୁ, ଏମାନେ ସବୁ ଖେଳୁଛନ୍ତି।